नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। सांख्य दर्शन कहता है जो जीव है ना वो अनेक, और जगत है सत्य, और जीव ईश्वर का भेद। ये तीनों में क्या प्रॉब्लम है? प्रॉब्लम ये है कि जीव अनेक नहीं है, जीव का असलियत आत्मा ही है, आत्मा एक है। नहीं, वेदांत में भी जीव अनेक मानते हैं ना, जीव मानते हैं, उसको मिथ्या मानते हैं। हाँ तो ये वो तो एमाने भी ମାନୁଛନ୍ତି कौन? जीव अनेक। आपण माने भी वेदांत वाला भी जीव अनेक ମାନୁଛନ୍ତି। हाँ, କିନ୍ତୁ ସେମାନେ जीव अनेक ମାନେ कि सत्य ମାନୁଛନ୍ତି। वेदांत कहउଛନ୍ତି मिथ्या आभास। କାରଣ ଯେତେବେଳେ ସତ୍ୟ ମାନିବ କଣ ପ୍ରୋବ୍ଲେମ ହବ କହିବେ ସେ ଆଗେ ଗୋଟେ ଦିଟା ଶ୍ଲୋକ ପରେ। अच्छा, सेकेंड जगत को तुम सत्यता मानुଛ। ଏ ଜଗତ ସତ୍ୟ ନାହିଁ, ତମ ପୁରା ପ୍ରତ୍ୟେକ ଦିନ ଶୋଇଲା ବେଳକୁ ଦେଖୁଛ ଜଗତ ମିଥ୍ୟା ହେଇଯାଉଛି। And the world is not things, they are thoughts। वर्ल्ड थिंक ऊपर निर्भर କରୁଛି, थॉट ऊपर। थिंग नो, THING नो, THINK, जीप ବଦଳରେ के, थिंक, थॉट। ତମେ ଜଗତକୁ ସତ୍ୟ ମାନି ଦଉଛ। ଜଗତ ସତ୍ୟ ନାହିଁ, ठोस ଦେଖାଯାଉଛି, ଦେଖାଗଲେ ଯାହା ଦେଖାଯିବ ତାହା ସତ୍ୟ ହବ କି? ମାନେ ମାନେ କଣ? ବେସିସ୍ ଆକାଶ ନୀଳିମା ସତ୍ୟ ନାହିଁ। ଟ୍ରେନରେ ବସୁଛ ତ ସବୁ ଗଛପତ୍ର ଯାକ ପଛକୁ ଯାଉଛନ୍ତି, ଗଛପତ୍ର ଯାଉଛନ୍ତି ନାଇଁ। चक्का भौरी जो खेलिबो घर जाके सब बुलूचंदे, ये समझते हो ना? घूमते हो घूमोगे तो ऐसे पकड़ करके घूमते हैं या खुद घूमते हैं तो सब मैंने 50 सेकंड कर दिया तो भी काफी है। तो वो सब बिल्डिंग घूम रहा, तापर तले बस पड़े, मुंड भी चक्कर मारे तो सतर कौन बिल्डिंग जाऊँगी? नाଇଁ। सूर्य चलते, सूर्य स्थिर। आधुनिक विज्ञान रे सूर्य ପାଇଁ କେତେ କଣ ସବୁ ସିଦ୍ଧାନ୍ତ ହେବାକୁ ପଡିଲା, କାରଣ କ୍ଲିୟରଲି ଅଛି। सूर्य अस्त उदय होची एटा लिखुଛନ୍ତି उपनिषद। କିନ୍ତୁ ଏହା କି सूर्य स्थिर, ତମେ ସେମାନେ ଠିକରେ ଜାଣିଛନ୍ତି। ଦେଖିବା ଦୃଷ୍ଟିରୁ सूर्य अस्त उदय, वास्तविक सूर्य स्थिर, पृथ्वी ହିଁ ବୁଲୁଛି। ତେଣୁ ଯାହା ଦେଖାଯାଉଛି ତାହା ସତ୍ୟ ବୋଲି ତାହା ମାନେ ହବନି। ବହୁ ଜିନିଷ ଦେଖାଯାଉଛି ମିଥ୍ୟା। ଆଚ୍ଛା, ସେକେଣ୍ଡ ଥର୍ଡ, ଜୀବ ଈଶ୍ୱର ଭେଦ ସ୍ୱୀକାର କରୁଛ। ଉପାଧି ଦୃଷ୍ଟିରୁ ଭେଦ, ବାସ୍ତବିକ କୋଉଠି ଅଛି? ये ତିନିଟା ଯଦି ତମେ ତ୍ୟାଗ କରିଦବ ନା, ହେଇଗଲା ତମର କାମ, ତମେ ବେଦାନ୍ତି ଆଡକୁ ଆସିବ। ସାଂଖ୍ୟ ବସିଥିଲା, योग ବି ଦେଖୁଥିଲା। ବଡ ଭାଇ ତମେ କିଛି କୁହ, କାରଣ ସାଂଖ୍ୟ योग ଦର୍ଶନରେ ଏଇ ସିଦ୍ଧାନ୍ତ ଦୃଷ୍ଟିରୁ ଦି ଜଣ ଯାକ ସମାନ ତନ୍ତ୍ର, ସମାନ ତନ୍ତ୍ର। ଯେମିତି ଗୋଟେ ଇଣ୍ଡଷ୍ଟ୍ରି ଅଛି, ତ ଇଣ୍ଡଷ୍ଟ୍ରିରେ ଗୋଟେ କ୍ଲଥ ତିଆରି ହଉଛି ଆଉ ଗୋଟେ ପ୍ଲାଷ୍ଟିକ ବ୍ୟାଗ ତିଆରି ହଉଛି, ତ लगभग मेसिन ଯାକ ସବୁ ସମାନ ତନ୍ତ୍ର। ମାନେ କଣ? କ୍ଲଥ ରୁ ଯୋଉ କୁର୍ତ୍ତା ଇଏ ସିଏ ହଉଛି, କ୍ଲଥ ରୁ ପ୍ଲାଷ୍ଟିକ, କେବଳ ଜଷ୍ଟ ମେସିନ ର ଯୋଉ ଆକାରଟା ଚେଞ୍ଜ, ବାକି ତାଙ୍କର ଯୋଉ परमिशन, ତାଙ୍କର ଇଏ, ତାଙ୍କର वो ଜାଗା, ଇଲେକ୍ଟ୍ରିକ सब समान। तो कहते समान तंत्र, से दृष्टि तंत्र मैनेजमेंट। तो सांख्य सिद्धांत एवं योग सिद्धांत ईश्वर विषय रे, हालांकि सांख्य ମାନୁନି, କିନ୍ତୁ ଇଏ ଯୋଗ ମାନୁଛନ୍ତି ଈଶ୍ୱର ପଏଣ୍ଟ। ସେ କହନ୍ତି ଈଶ୍ୱର ଅଛନ୍ତି କିନ୍ତୁ ଜଗତର ସୃଷ୍ଟି କରିବା ପାଇଁ ଆବଶ୍ୟକ ନାହିଁ। ଫେର କିଏ କରିବ? ପ୍ରକୃତି।
ସେମାନେ ପ୍ରକୃତିକୁ ନେଉଛନ୍ତି। योग ବି କହୁଛି ଇଏ ଶେଷ ତମ ସିଦ୍ଧାନ୍ତକୁ ଆମେ ମାନୁଛୁ ପ୍ରକୃତିକୁ। ସାଂଖ୍ୟ କହୁଛି କାହିଁକି ତମେ ଚିନ୍ତା କରୁଛ ଯେ ଆମର ତ କାମ ହେଇଯାଉଛି। ଯେମିତି ଗୋଟେ ଜଣେ କହିବ ଆରେ ତମେ ଏହା କରୁନ, ତମେ ସେୟା କରୁନ, ତମେ ଘର ତିଆରି କରିଦେଲ ନୂଆରେ, ତମେ ଇଲେକ୍ଟ୍ରିକ ବକ୍ସ ପକେଇନ, ଫିର ପୁଲିସ ଆସିବ ବା ଇଲେକ୍ଟ୍ରିକ ବାଲା ଆସିବେ ଚେକ୍ କରିବେ, ତମେ ଇଏ କରିନ, ସେ ତମେ କାହିଁକି ଚିନ୍ତା କରୁଛ, କିଛି ହବନି, ମୁଁ ସବୁ ସେଟିଂ କରିଦେଇଛି। କହୁନାହାନ୍ତି? ସେମିତି ଏଇଠି କହୁଛନ୍ତି। କୋଉଟା? 1 to 9। ସାଂଖ୍ୟ କିଛି କହୁଛି, ବେଦାନ୍ତ କିଛି ଆନ୍ସର ଦଉଛି। ଜୀବୋ ସଙ୍ଗତ୍ଵ ମାତ୍ରେଣ जीवो सङ्गत्वमात्रेण कृतार्थ इति चेत्तदा कृतार्थ इति चेत्तदा स्रक्चन्दनादि नित्यत्वम् नित्यत्व स्रक् स्रक्चन्दना स्रक्चन्दनादिनित्यत्व मात्रेणापि कृतार्थता। मात्रेणापि कृतार्थता। नित्यत्व हवा नित्यत्व मात्र नित्यत्वम फिर कर देंगे कौन है जीव आत्रेण के शब्द नहीं तेणु ଏଠି ସନ୍ଧି କରିବା ଯୋଗୁ ଆଉ ନପୁଂସକ ଯୋଉ ନିତ୍ୟୋତ୍ତମ ହବା କଥା କରୁନାହାନ୍ତି, ଯୋଡ଼ି ଦେଇଛନ୍ତି, ପୁରା ମିଶେଇ ଦେଇଛନ୍ତି ହେଲା। ଆଚ୍ଛା, ଇଏ ତ ମୁଁ ବ୍ୟାକରଣ ପଢେଇଲି। ବର୍ତ୍ତମାନ ସିଏ କଣ କହିବା ପାଇଁ ଚାହୁଁଛନ୍ତି? ସାଂଖ୍ୟବାଦୀ କହୁଛନ୍ତି କାହିଁକି ଆପଣ ଚିନ୍ତା କରୁଛନ୍ତି ନା କଣ? ଜୀବ ହଉଛି ଅସଙ୍ଗ, ଜୀବ ଅନେକ ଅସଙ୍ଗ, ବାସ୍ ଏଇଟା ତ ଜାଣିଦେଲେ ହେଇଗଲା, କୃତାର୍ଥ ହେଇଗଲା, ଜୀବନର ସଫଳତା ହେଇଗଲା। ଏଇ ତ ହିଁ ଜାଣିବା ଦରକାର। ଜୀବ ବନ୍ଧନରେ ପଡିଥିଲା, ଆମେ କିନ୍ତୁ କହୁଛୁ ନାଇଁ ଜୀବ ଅସଙ୍ଗ। ଜାଣିଦିଅ, କହିଲେ ବାବା ଏତିକି ଜାଣିଦେଲେ ହବନି ତମ କାମ ନା କେମିତି? ଜୀବର ଅସଙ୍ଗତା ହିଁ ଜାଣିଦେଲେ ମୁକ୍ତ ହେଇଯିବ, ଇଏ କଠିନ ବ୍ୟାପାର, ଏତିକିରେ ହବନି। ଏକ ତ ଜୀବ ସତ୍ୟ ନୁହଁ, ତମେ ତାକୁ ସତ୍ୟ ରୂପରେ ସ୍ୱୀକାର କରିକି ଅସଙ୍ଗ କହୁଛ, ଇଏ ସବୁ କଠିନ ବ୍ୟାପାର, ଇଏ ଅସମ୍ଭବ। କେମିତି? ମୁଁ ତମକୁ କହୁଛି, ଇଏ ଯୋଉ ମାଳା ଶ୍ରକ ଆଉ ଯୋଉ ଚନ୍ଦନ, ହଁ, କଣ ଇଏ ମାଳା ଚନ୍ଦନ ଏକ୍ଜାମ୍ପଲ ଦଉଛନ୍ତି? ଇଏ ମାଳା ଚନ୍ଦନ କୁ ନିତ୍ୟ ମାନିବ ତମେ, କି ଇଏ ନିତ୍ୟ, ତମେ ଜଗତକୁ ନିତ୍ୟ ମାନୁଛ, ଏ ସବୁ ନିତ୍ୟ। ହଁ, ତ ନିତ୍ୟ ତମେ ଯଦି ମାନିବ, ଇଏ ଗୋଟେ କଠିନ ବ୍ୟାପାର, ଇଏ ନୁହଁ, ଇଏ ନିତ୍ୟ ନୁହଁ, ଇଏ ତ ମିଥ୍ୟା। ଏମିତିଆ ହେଇଗଲା ଘଟଣା। କଣ ନା ମାଳା ଚନ୍ଦନ ନିତ୍ୟତ୍ଵ ମାତ୍ରେଣ ବି କୃତାର୍ଥତା, ବସ୍ ଏତିକି ମାପିକି ହିଁ ତମେ ଖୁସି ହେଇଯିବ। ସେତେବେଳକୁ ନାହିଁ, କିନ୍ତୁ ଦେଖିଲା ବେଳକୁ ତମକୁ ଖୁସି ଲାଗିବ। ମୁଁ କହିଥିଲି ନା, ବର୍ତ୍ତମାନ ଏ 7ଟା ଶ୍ଲୋକରେ ହୁଁ ତାଙ୍କର ମତକୁ କହିକି ଫିର ନିରାକରଣ କରୁଛନ୍ତି। ମାଳାର ନିତ୍ୟତ୍ଵ କଠିନ, ସେମିତି ଜଗତର ଈଶ୍ୱର ଯେତେ କଳ୍ପିତ ମାନିବନି ନା, ଜୀବର ଅସଙ୍ଗତ ନିଶ୍ଚୟ ଦୁର୍ନିରୀତ୍ୟ, ତମେ ନିଶ୍ଚୟ ଅସଙ୍ଗ କେମିତି କରିବ? ତମେ ସତ୍ୟ ମାନୁଛ ତ ଫିର ହବନି। ସ୍ରକ୍ ଚନ୍ଦନ ଆଦି ଜୀବର ଅସଙ୍ଗତା ମାତ୍ର କୃତାର୍ଥ ଯଦି ହେଇଯିବ, ତ ମାଳା ଆଉ ଚନ୍ଦନ ଆଦି ନିତ୍ୟ ମାନ୍ୟ पर ବି କୃତାर्थता ହବ। ନିତ୍ୟ ମାନିଯାଅ ହେଇଯିବ, କିନ୍ତୁ ନିତ୍ୟ ନୁହଁ। ଅର୍ଥାତ୍ ତୁମେ ନିଜ ତରଫରୁ ଯୋଉ ସିଦ୍ଧାନ୍ତ କରୁଛ ତାହା ନୁହଁ, ସେଇଟାକୁ ହିଁ କଣ୍ଟିନ୍ୟୁ କରୁଛ ନା। ଇଏ ସାଂଖ୍ୟ ଦର୍ଶନ ର ଯୋଉ ସିଦ୍ଧାନ୍ତଟାକୁ ଖଣ୍ଡନ କରୁଛନ୍ତି। यथा स्रगादि नित्यत्व यथा स्रगादिनित्यत्वम् गुड। यथा स्रगादि नित्यत्वम्
यथा स्रगादिनित्यत्वम् दुःसम्पाद्यन्त तथा दुःसम्पाद्यन्ता तथात्मनः। दुसम्पाद्यं तथात्मनः। असङ्गत्वन्न सम्भाव्यम् असङ्गत्वं न सम्भाव्यम् जीवतो जगदीशयोः। जीवतर्जगदीशयोः। ସାଂଖ୍ୟ ଦର୍ଶନ ବସିଥିଲା କହିଲା କଣ ବେଦାନ୍ତି ଆପଣ ଶ୍ଲୋକ ବି ଗାଇ ପାରୁନାହାନ୍ତି ଉଲ୍ଟା ପୁଲ୍ଟା କରୁଛନ୍ତି। ତ ବେଦାନ୍ତ ହସି କହିଲା ଆରେ ବାବା ସେଇ ଶ୍ଲୋକ କାହିଁ ତୋର 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 ଶବ୍ଦ ଯା କାହିଁ ଗଡ଼ବଡ଼ କଣ ହେଇଗଲା? ନା ଯେମିତି ମାଳା ଆଦି ନିତ୍ୟତ୍ୱ ପ୍ରତିପାଦନ କରିବା କଠିନ, ଏ ଯୋଉ ପ୍ରଥମେ କହିଦେଲେନି ସ୍ରକ୍ଚନ୍ଦନ ଆଦି ନିତ୍ୟତ୍ୱ ମାତ୍ରେଣ କଥା, ତ ଏଟା ବୁଝି ହେଲାନି, ଆପଣ ବି ବୁଝିପାରିଲେନି। ଫିର ମତେ ପ୍ରଶ୍ନ ପଚାରିବା ପରେ ଏଟା କଣ ହେଲା ଏମିତି କଣ ହେଲା, ଏଟା କ୍ଲିୟରଲି କହୁଛନ୍ତି। କହୁଛ ଦେଖ ଯୋଉ ବ୍ୟବହାର କୌଣସି ପଦାର୍ଥ ସେଟା ନିତ୍ୟ କି? ହୁଁ? ଓ ନାରାୟଣ। ଆଉ ଏଇଟା ଆପଣ ଦେଖୁଛନ୍ତି, ଏଇଟା ଗ୍ଲାସ, ଏଇଟା ଗ୍ଲାସର କଭର ହେଲା, ପାଣି, ଏ ନିତ୍ୟ କି? ନାଇଁ। ୱାଚ୍ ଦେଖୁଛନ୍ତି, ନିତ୍ୟ କି? ନାଇଁ। ଘଡ଼ି ଦେଖୁଛନ୍ତି, ନିତ୍ୟ କି? ନାହିଁ। ମାଇକ୍ ଦେଖୁଛନ୍ତି, ନିତ୍ୟ କି? ନାହିଁ। କ୍ଲିୟର? କେହି ନିତ୍ୟ ନୁହଁ। ନିତ୍ୟକୁ ପ୍ରତିପାଦନ କର ତ ଦେଖିବା, କି ଏ ପଦାର୍ଥ ନିତ୍ୟ ତମେ ପ୍ରତିପାଦନ କରିପାରିବ ନା ନାଇଁ? ସେମିତି ଜଗତ ଏବଂ ଈଶ୍ୱରର ବିଦ୍ୟମାନ ଯଦି ରହିବ, ଜଗତ ବି ରହିବ ଏବଂ ଈଶ୍ୱର ବି ରହିବ, ମାନେ ଅସ୍ତିତ୍ୱ, ଆତ୍ମାର ଅସଙ୍ଗତା ସମ୍ଭବ ନାହିଁ। କାହିଁକି ନା ଜଗତ ଅଛି ନା, ତା ସହିତ ଅଟୋମେଟିକ କନେକ୍ସନ ହେଇଯିବ। ସ୍ୱାମୀଜୀ ଟିକେ ବୁଝାନ୍ତ, ବୁଝଉଛି। ବର୍ତ୍ତମାନ ଆପଣମାନେ କନେକ୍ଟ ଅଛନ୍ତି ୱାଇଫାଇ ବା ମୋବାଇଲର ଯୋଉ ଜିବି ଯୋଗୁ ଜୁମରେ କନେକ୍ଟ ଅଛନ୍ତି ହେଲା, ଏବଂ ମୁଁ ମଝିରେ ମଝିରେ ଦେଖୁଛି ମଧ୍ୟ କିଏ ଅଛନ୍ତି କିଏ ନାହିଁ, ଟିକେ ଦେଖେ ମଧ୍ୟ ଜାଣେ ମୁଁ। କ୍ଲିୟର? ତ ମୁଁ ମନେ ମନେ ଦେଖିଛି କି ନାଟା କି ଏ ଲୋକଟା ଅଛି, ଆପଣ ବି ଅଛନ୍ତି କନେକ୍ଟ ଅଛନ୍ତି, କିନ୍ତୁ ଆପଣ କହିବେ ନାହିଁ ସ୍ୱାମୀଜୀ ମୁଁ ନାହିଁ। ମୁଁ କହିଲି ଆରେ ବାବା ମୁଁ ଦେଖିଛି ତମର ଅଛି, ତ ଅଟୋମେଟିକ ତମେ ଖାଲି ନାହିଁ କହିଲେ ହବନି, କାରଣ ମୋବାଇଲରେ ତମେ ଅନ୍ କରିକି କନେକ୍ଟ ରଖିଛ, ଦାଟ୍ ଥରେ କନେକ୍ଟ କରିଛନ୍ତି, ୟୁ ଆର୍ କନେକ୍ଟେଡ। ବାସ୍ ଏତିକି ଏକ୍ସାମ୍ପଲରେ ଭାବନ୍ତୁ, ଜଗତ ସହିତ କନେକ୍ଟ ଯଦି ହେଇଗଲ ତ ତମେ ବନ୍ଧନରେ ରହିବ, ସଙ୍ଗତ୍ୱରେ ରହିବ। ଅସଙ୍ଗ କେମିତି ହେଇଯିବ? ଡିଟାଚମେଣ୍ଟ କେମିତି ହେଇଯିବ? ତମେ ନିଶ୍ଚୟ ସଙ୍ଗରେ ରହିବ, କାରଣ ଜଗତକୁ ତମେ ସତ୍ୟ ମାନୁଛ ନା। ତମେ ଥରେ ମୋବାଇଲରେ ଯୋଉ ଲିଙ୍କ ଅଛି ରାଧା ଲିଙ୍କ, ତା ସହିତ କନେକ୍ଟ ହେଇଛ ମାନେ ୟୁ ଆର୍ କନେକ୍ଟେଡ। ଫିର ତମେ କହିବ କି ନାଇଁ 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 ମୁଁ କନେକ୍ଟ ତ ହେଇନି, ହବନି। ଆଚ୍ଛା ତମେ କନେକ୍ଟ ହେଇକି ନ ହେଇକି କହିବ କି ନାଇଁ ମୁଁ କନେକ୍ଟ ହେଇଛି? ଏବଂ କଥାବାର୍ତ୍ତାର ମଜାରେ ଏମିତି ମୋ ସହିତ ତ କେହି ମିଛ କଥା କୁହନ୍ତିନି, ଆରେ ତୁ କାଲି ଆଟେଣ୍ଡ କରିନୁ, ନା ମୁଁ କରିଛି ନା। ଯେତେବେଳେ ସେ କରିନି, ଯେତେବେଳେ ସେ ମୁଁ କରିଛି ନା କହିଲେ ମୁଁ ବିଶ୍ୱାସ କରିନେବି ଶ୍ରଦ୍ଧାରେ। ତାପରେ କହିବି ସ୍ୱାମୀଜୀ ମୁଁ କରିନି, ଆପଣ ମାନିଗଲେ ଛୁଆ ଭଳିଆ। ଛୁଆ ମାନେ ବच्चा, ହଁ, ଗୌରୀ ତ ବୋଲେଗି ଏ ଛୁଆ ଛୁଆ ହଉଛନ୍ତି କଣ ସେଟା। ସ୍ୱାତି ତ ବୁଝିପାରୁଛି, ଆଇ ଥିଙ୍କ ଅର୍ପିତା ବି ବୁଝିପାରିବ, ବୀରେନ୍ଦ୍ର ମଧ୍ୟ, ଆରପି ରାୟ ମଧ୍ୟ।
ଛୁଆ ମାନେ ବच्चा ତାମାନେ if you are connected you are there, if you are not connected you are not there। ଜଗତ ସହିତ ତମେ ସମ୍ବନ୍ଧ ରଖିଦେଲ, ଜଗତ ସତ୍ୟ ଗଲା, ଆଉ ଜୀବାତ୍ମା ମୁକ୍ତ ହେଇପାରିବ ନାହିଁ। ତମେ ଯେ ପର୍ଯ୍ୟନ୍ତ ଜୀବ ଜଗତକୁ କଳ୍ପନା ଭାବିବନି, ଆତ୍ମାର ଅସଙ୍ଗତ୍ୱ ତମେ କରିପାରିବନି। ଇଏ ଗଲତ, ତମର ସିଦ୍ଧାନ୍ତ ସିଷ୍ଟମ ଗଲତ। ସାଂଖ୍ୟ ଯୋଉ କହୁଛି ଜୀବ ଅସଙ୍ଗତ, କହୁଛନ୍ତି କାହିଁକି ଅସୁବିଧା କଣ ଅଛି? କହୁଛୁ ମୁଁ ବନ୍ଧନ ଥିଲା ଅଛି ନା ନା? ହଁ, ତମେ ବି ମାନୁଛ ବନ୍ଧନ, ୟେସ୍। କାହାର ଯୋଗୁ ହଉଛି ନା ମାୟା ଯୋଗୁ। ତ ଯୋଉ ଅସଙ୍ଗ ହେବ, ମାୟାକୁ କିଛି ଫରକ ପଡିବନି, ସେ ବନ୍ଧନରେ ରଖିବ। ଖାଲି ଅସଙ୍ଗ ବୁଝିଯିବ ଜୀବାତ୍ମା, କାରଣ ତମେ ଜଗତକୁ ମାନିଗଲ ନା। ଏକ୍ସାମ୍ପଲ ଏକ୍ସାମ୍ପଲ ବର୍ତ୍ତମାନ ମିଲିଟାରୀରେ ଜଣେ +2 ବଢିଆ ସୁନ୍ଦର ଶରୀର ମିଲିଟାରୀରେ ଇଣ୍ଟରଭ୍ୟୁ ଦେଇକି ଟ୍ରେନିଂ ମାନେ ପାଇଗଲା, ଲେଟର ଆସିଗଲା। ମାର ଗୋଟିଏ ପୁଅ ହେଲା, ସିଏ ଅଲରେଡି ମିଲିଟାରୀରେ ବର୍ତ୍ତମାନ ଜଏନ୍ କରିବ, ମା ଛାଡୁନି। ତ ମା ଛାଡୁନି ଆଉ ଏପଟେ ଜଏନ୍ କରିବ, ହବ କି? ଯଦି ମା ଛାଡୁନି ଜଏନ୍ କରିପାରିବ ନାହିଁ। ସ୍ୱାମୀଜାକୁ କେମିତି ବୁଝେଇବେ? ମା ମାନେ ମାୟା ପ୍ରକୃତି, ଯିଏ ମିଲିଟାରୀ ମାନେ ଜୀବାତ୍ମା। ଜୀବାତ୍ମା ମାୟାର ସଙ୍ଗରେ ଅଛି, ଛାଡ଼ିଲେ ହିଁ ଯାଇକି ମିଲିଟାରୀ ରୂପକ ଅସଙ୍ଗତ୍ୱରେ ପହଞ୍ଚିବ, ମୁକ୍ତତ୍ୱରେ ପହଞ୍ଚିବ। ଯଦି ମାର ଆଟାଚମେଣ୍ଟରେ ରହିଲା ଯାଇପାରିବନି। ମୁଁ ବହୁତ ଭେଟେ, ସମସ୍ତେ कहती अरे तुम गांव में हो क्या करे स्वामी जी, दो भाई थे, एक ने उधर गया, माँ ने कहा कि तुमको यहाँ रहना पड़ेगा। ये तो पता है मेरा यूएसए में ही जाइଥିଲା ମୋର, ଆମେରିକାରେ ହେଇଥିଲା। ଜଏନ୍ ହିଁ କରିପାରିଲେନି, କେବଳ ଜଏନ୍ କଲି କି ମତେ ଡକାଗଲା ପଳେଇ ଆସ, ବାଧ୍ୟ ହେଇକି ଆସିଲି, ହେ ନା। ତ ଯେମିତି ବ୍ୟବହାରରେ ଗୋଟେରେ କନେକ୍ଟ ହଉଛି ଆରଟା ହେଇପାରିବନି। ଏ ଭୁଲ ଭାଲରେ ଜଣେ ବାହା ହଉଛନ୍ତି ପତି, କାହାକୁ କହୁଛନ୍ତି ଅନ୍ୟ ଜଣକୁ ଇଏ କରୁଛନ୍ତି, ତାକୁ ଛାଡିବାକୁ ପଡିବ। ତ ଏଇଟା ତମର ଅସୁବିଧା। କୋଉଟା 131 ପଢି ନାହାନ୍ତି ବୋଧେ? ଆମେ ପଢିବା ନା। ଅବଶ୍ୟମ୍ ପ୍ରକୃତି ସଙ୍ଗମ୍। अवश्यं प्रकृति संगम। क्या हो रहा है तेरा भी? कनेक्ट हो गया क्या? पुरेवा नेटवर्क पादये प्रॉब्लम है। तथा पूरे बापदये तथा। नियच्छेत्यतमीशोऽपि नियच्छत्येतमीशोऽपि। कोऽस्य मोक्षस्तथा सति। कोऽस्य मोक्षस्तथा सति। ସାଂଖ୍ୟ ଦର୍ଶନ କହୁଛି ଜୀବର ଅସଙ୍ଗତ୍ୱ ଜାଣିଦେଲେ ମୁକ୍ତ ହେଇଗଲା, କାଫି। ତମେ ଅନ୍ନେସରୀ ବେଦାନ୍ତ ବାଲା ନା, ଏମିତି ସବୁ ବହୁତ। ଆରେ ଆମେ ମାନେ ତ ଗୋଟେ ଦର୍ଶନ ଲେଖିକି କଣ ଟିକେ କରିଦଉଛୁ, ତମେ ସବୁ ଅନେକ ଅନେକ ଦର୍ଶନ କରିକି ଚିନ୍ତନ କରିକି ରହୁଛ। ସବୁ ତମମାନଙ୍କୁ ଖାଇବା ପାଇଁ ମିଳିଯାଉଛି, ବେଶ କେବଳ ଚିନ୍ତନ କରୁଛ। ଆରେ ପାଗଲେ, ତମର ଯୋଉ ସିଦ୍ଧାନ୍ତ ହିଁ ଭୁଲ, ତ ଆମେ କଣ କରିବୁ ନା କଣ? ତୁ କହୁଛୁ ଜୀବର ଅସଙ୍ଗତ୍ୱ ହେଲେ ହେଇଗଲା, ହବନି ନା କେମିତି? ନା ପ୍ରକୃତିର ତାର ତ କାମ ସେ କଣ୍ଟିନ୍ୟୁ କରିବ ନା। ଖାଲି ଜୀବର ଅସଙ୍ଗତ ହେଇଗଲେ ହବନି, କାରଣ ତମେ ଜଗତ ଏବଂ ଈଶ୍ୱରର ସତ୍ତା ସ୍ୱୀକାର କରିକି ଚାଲୁଛ।
ତ ଯେମିତି ସେମିତି ଜୀବର ଅସଙ୍ଗତ ରହିଲେ ମଧ୍ୟ ଜୀବ ଏ ପ୍ରକୃତି ତିଆରି କରେ, ପ୍ରକୃତି ତାର କାମ କରିବ। ପ୍ରକୃତିର କଣ କାମ? ପ- ବାନ୍ଧିବ, ବନ୍ଧନ। ଦେଖ, ତ ପ୍ରକୃତି ବାନ୍ଧିବ, ବନ୍ଧନ, ବାସ୍ ହେଇଗଲା। ତମେ ଜୀବ ଅସଙ୍ଗ କିନ୍ତୁ ବନ୍ଧନ ଯୁକ୍ତ। फिर ତମର ଏଇ ଅସଙ୍ଗତାର କଣ କାମ? फिर ଅସଙ୍ଗତା ତମକୁ ଫାଇଦା କଣ ଦେଲା? ଯେମିତି କହିବ ସ୍ୱାମୀଜୀ, ହଁ, ଏକ୍ସାମ୍ପଲରେ ବୁଝଉଛି। ଶୁଣିଲି ସମସ୍ତେ କହୁଛନ୍ତି ସାରା ଦୁନିଆ, ମୁଁ ମଧ୍ୟ ଦେଖୁଛି, ମୋ ଭାଇ ମଧ୍ୟ କହୁଛନ୍ତି, ମୋ ମା ମଧ୍ୟ କହୁଛନ୍ତି, ଯେତେ ଲୋକଙ୍କୁ ଭେଟୁଛି ଗାଁରେ ମୁଁ କହୁଛନ୍ତି କି ବାହା ହେଲେ ଦୁଃଖ, ବନ୍ଧନ। ହଁ, ତ ସେଥିପାଇଁ ମୁଁ ବାହା ହେଲିନି। ଠିକ ଅଛି। ତାପରେ କିନ୍ତୁ ବାହା ହେଲି ତ ଦୁଃଖଟା ତ ମୋର ଗଲାନି ନା, ଦୁଃଖରେ ତ ରହିଛି। ତ ମୁଁ ଭାବିଲି ବାହା ନ ହେଲେ ଦୁଃଖ ପଳେଇଯିବ, କିନ୍ତୁ ବାହା ବି ହେଲିନି, କିନ୍ତୁ ତା ବେଳକୁ ଦୁଃଖଟା ବି ରହିଛି। ସେମିତି ତମେ ଜୀବର ଅସଙ୍ଗତ ଭାବିଦେଲେ ଯେ ତମେ ମୁକ୍ତ ହେଇଯିବ, ତାହା ହବନି। ଜୀବର ଅସଙ୍ଗତା ମାନିଲେ ପରେ ମଧ୍ୟ ମୁକ୍ତ ହବ ନାହିଁ, କାରଣ ତମେ ଜଗତକୁ ସତ୍ୟ ମାନୁଛ। ହଁ, ମାୟା ତ ଜଗତକୁ ତିଆରି କିଏ କଲା? ପ୍ରକୃତି। ପ୍ରକୃତି ଯେମିତି ସେମିତି ରହିବ ସିଏ। ସିଏ ତାର ବନ୍ଧନ ମୁକ୍ତି ସବୁ କରେଇବ ସେ। ଆସକ୍ତି ତ ରହିବ ନା, ତମେ ଯେତେବେଳେ ରହିବ ଅସଙ୍ଗ, ତମେ ନିଜକୁ ନିଜ ମାନିବ, ଦେଖିଲା ବେଳକୁ ଜୀବ ଜୀବ ସଂସାର ପ୍ରତି ଆସକ୍ତି ହେଇଯିବ। ଖାଲି କଲେ ହବନି। ଆଉ ଈଶ୍ୱର, ଯୋଗ ବାଲା, ଏ ସାଂଖ୍ୟ ବାଲା ତ ମେନଲି ଜୀବକୁ ନେଉଛନ୍ତି। ଯୋଗ ବାଲା ସମାନତନ୍ତ୍ର ନା। ଯୋଗ କଣ କହୁଛ? ଜଣେ ଈଶ୍ୱର ପୁରୁଷ ବିଶେଷ ଅପରାମୃଷ୍ଟ କ୍ଲେଶ କର୍ମ ବିପାକ ଆଦି ସବୁ ଅଛି। आशय, क्लेश कर्म विपाक आशय अपरामृष्ट पुरुष विशेष ईश्वर, वो ईश्वर तो नियमन करियो जगत को। हाँ, शासन, नियमन माने शासन करियो। तो प्रकृतिर सत्ता तमें मानुच, प्रकृति तार काम करियो, सीए हमको धरिव आसक्ति। ईश्वर को भी मानुच, जोग वाला ईश्वर रहिव। हाँ, तो ईश्वर ଆମକୁ ନିୟମନ କରିବ। ତ ଦି ଜଣ ଯାକ ତ ରହିବେ। ମାନେ ତମେ ଅସଙ୍ଗ ନିଜେ ନିଜେ ଭାବିଲେ କଣ ହବ? ବାହା ନହେଲେ କଣ ହବ? ଦୁଃଖ ତ ରହିବ ହିଁ। ସ୍ୱାମୀଜୀ ଏଇ ଏକ୍ସାମ୍ପଲଟା ଦେଲେ ଫିର ଯୋଉମାନେ ବାହା ହେଇନାହାନ୍ତି ସେମାନଙ୍କର ଦୁଃଖ ହବ? ହଁ। ଆରେ ଆପଣ ହଁ କହୁଛନ୍ତି? ହଁ। ଯେ ପର୍ଯ୍ୟନ୍ତ ଜ୍ଞାନ ହେଇନି, ନିଜକୁ ନିଜେ ଶରୀର ମାନୁଛ, ନିଜକୁ ନିଜେ ଅବିବାହିତ ମାନୁଛ, ନିଜକୁ ନିଜେ ମନୁଷ୍ୟ ମାନୁଛ, ନିଜକୁ ନିଜେ ଜୀବାତ୍ମା ମାନୁଛ, ଦୁଃଖ ତ ରହିବ ନା। ଜ୍ଞାନରେ ହିଁ ମୁକ୍ତ। ଆଚ୍ଛା, ଏମିତି କଥା ନା? ୟେସ୍। ତେଣୁ ପ୍ରକୃତି ଈଶ୍ୱର ସତ୍ତା ଯଦି ତମେ ମାନିବ, ତାହେଲେ ଜୀବ ସେଇ ଆସକ୍ତି କରିକି ରହିବ। ଈଶ୍ୱର ନିୟାମକ, ପ୍ରକୃତି ତାର କାମ କରିବ। ତମ ଜୀବର ମୁକ୍ତି କେମିତି ସମ୍ଭବ? ଏଣୁ ଖାଲି ତମେ ଜୀବକୁ ଅସଙ୍ଗତ ମାନିଲେ ହବନି। ତାହେଲେ କଣ ମାନିବାକୁ ପଡିବ? ନା ଜୀବ ଖାଲି ଅସଙ୍ଗତ ନୁହଁ, ଜୀବ ମୁକ୍ତ ତେବେ ହବ ଯେବେ ତମେ ଜଗତକୁ ସତ୍ୟକୁ ମିଥ୍ୟାତ୍ଵ ଭାବିବ। ଏବଂ ଜୀବର ମଧ୍ୟ ମିଥ୍ୟା, ଜୀବ ମଧ୍ୟ ମିଥ୍ୟା, ଏବଂ ଈଶ୍ୱର ମଧ୍ୟ ମିଥ୍ୟା। କେବଳ ଆତ୍ମା ହିଁ ସତ୍ୟ। ଆତ୍ମା ହିଁ ଅସଙ୍ଗ, ଗୋଟେ ଗୁଣଟିଏ, ସ୍ୱଭାବ ଅସଙ୍ଗ, କିନ୍ତୁ ଖୁଦ ନିଜେ ନିତ୍ୟ ମୁକ୍ତ ଶୁଦ୍ଧ। ଏଇଟା ମନେ ରଖ। ଓକେ, 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 ଓକେ। फिर क्वेश्चन सुनो ना, कौन? सांख्यावादे मायावादत्व आपत्ति ही इति निरूपणम। माने सांख्यवाद और मायावाद, सांख्यवाद रे मायावादत्व आपत्ति। सांख्यवाद रे ସେମାନେ ମାୟାବାଦକୁ ସ୍ୱୀକାର କରୁନାହାନ୍ତି। ନା ଏମିତି ହବ? ଆପତ୍ତି
କଣ କହୁଛନ୍ତି ସ୍ୱାମୀଜୀ? ମାନେ 232 ରେ କହୁଛି କହୁଛି କହିଲି, ତମେ ଯଦି ତାହେଲେ ପ୍ରୋବ୍ଲେମ ମାନେ ତମ ସମାଧାନ କଣ? ସାଂଖ୍ୟ କହୁଛନ୍ତି ସମାଧାନ କଣ? ବା ସମାଧାନ ହଉଛି ତମକୁ ବିବେକ କରିବାକୁ ପଡିବ। ତାମାନେ ଆମେ ବିବେକ କରୁନୁ, ଆମ ସାଂଖ୍ୟର ଅର୍ଥ ହିଁ ଆମେ ବିବେକ କରୁଛୁ। ବିବେକ କରୁଛ କିନ୍ତୁ ତମେ ଜୀବାତ୍ମା ବିଷୟରେ ଭଲରେ ବିବେକ କରୁନ, ତମେ ଈଶ୍ୱର ବିଷୟରେ ଭଲରେ ବିବେକ କରିପାରୁନ। ତମେ ତତ୍ୱର ଠିକରେ କରିପାରୁନ, କୋଉଟା ଧରିବା ଉଚିତ କୋଉଟା ନ ଧରିବା ଉଚିତ। ତମେ ଜୀବାତ୍ମାକୁ ହିଁ ତାର ମଇଳା ଧରିକି କହୁଛ ନାଇଁ ଅସଙ୍ଗ। ତମେ ସଫା କରୁନ, ଶୋଧନ ସିଷ୍ଟମ କରୁନ। ବେଦାନ୍ତରେ ଏଇ ତ ସବୁଠାରୁ ହାଇଏଷ୍ଟ ଯନ୍ତ୍ର, ଇନଷ୍ଟ୍ରୁମେଣ୍ଟ କଣ? ଶୋଧନ, ଭାଗ ତ୍ୟାଗ ଲକ୍ଷଣ। ଏଇଟା କୋଉଠି ତମେ କରୁଛ? ଯଦି ତମେ ଏହା କରିଦବ ନା, ହଁ, ବାସ୍ ତମେ ଆମର ମାୟାବାଦ ଯୋଉ ଆମକୁ କହୁଛ ମାୟାବାଦ, ବସ୍ ତମେ ଆସିଯିବ କନେକ୍ସନ। ଆଚ୍ଛା, ଠିକ ଅଛି, ବୁଝାନ୍ତୁ କ୍ଲିୟରଲି, କିଛି ବୁଝିବନି। 132 अविवेक कृत संगः अविवेककृतः सङ्गः नियमश्चेति चित्तदा नियमश्चेति चेत्तदा बलादापतितो माया बलादापतितो माया बाधस्यात् संख्यस्य दुर्मतेः। पादस्यात् साङ्खस्य दुर्मतेः। अरे दुर्मति, तू विचार କରିପାରୁନୁ, ମତି ନାହିଁ ତୋର। ଶୁଣ, ଏଇ ଯୋଉ ଜୀବର ସଙ୍ଗ ଆଉ ଯୋଉ ପ୍ରକୃତି ଯୋଉ ଈଶ୍ୱର କୃତ ଯୋଉ ନିୟମ, ଇଏ ସବୁ ତମେ ଯୋଉ ମାୟାକୁ ମାନେ ପ୍ରକୃତିକୁ ତମେ ମାନୁଛ, ପ୍ରକୃତି ହିଁ ପରିଣାମବାଦ ହେଇଗଲା, ପ୍ରକୃତି ହିଁ ସତ୍ୟ, ଇଏ ସବୁ ଅବିବେକ କାରଣ। ତମେ ବିବେକ କରିପାରୁନ ଠିକରେ। ଯଦି ତମେ ବିବେକ କରିଦବ, ତାହେଲେ ସାଂଖ୍ୟବାଦ ମଧ୍ୟ ଅଦ୍ୱୈତ ବେଦାନ୍ତବାଦରେ ଆସିଯିବ। ଠିକ है? ହଁ ଠିକ ଅଛି। ତାହେଲେ ଅବିବେକ ମାନେ କଣ? ଭାବ। ଅବିବେକ ମାନେ ବିବେକର ବିରୋଧ, ଅଜ୍ଞାନ। ଅଜ୍ଞାନକୁ ହିଁ ଅବିବେକ କୁହାଗଲା। ଯେତେବେଳେ ତମେ ଅଜ୍ଞାନ ଯୋଗୁ ସଙ୍ଗ ହେଇଛି, ତ ଯଦି ତମେ ଅଜ୍ଞାନ କୁ ଭଲରେ ବୁଝିବ, ଏଇ ଯୋଉ ଜଗତର ସତ୍ୟତା ତମେ ସ୍ୱୀକାର କରୁଥିଲ, ଏ ଅଜ୍ଞାନ ଯୋଗୁ। ଯେତେବେଳେ ତମର ଜ୍ଞାନ ହେଇଯିବ, ମିଥ୍ୟା ହେଇଯିବ। ତମେ କଣ କହୁଛ? ଜଗତ ପରମାନେଣ୍ଟ ସତ୍ୟ ରହିବ। ଆରେ ବାବା, ହଁ, ଆକାଶ ନୀଳିମା, ଏ ନୀଳିମାଟାକୁ ସତ୍ୟ ବୋଲି ଭାବୁଛ? ନା ଇଏ ପରମାନେଣ୍ଟ ଜାଣିଲେ ବି ରହିବ ନା? ଆରେ ଜାଣିଲେ ରହିବ, ବ୍ୟାଧି ବାଧିତ ବୃତ୍ତିରେ ମିଥ୍ୟା ସେ। ଜାଣିଲେ ରହିବ କଣ? ନାହିଁ ସେ। ଚାଲନ୍ତୁ ମୋ ସହିତ ମର୍ଣ୍ଣିଂ ମର୍ଣ୍ଣିଂ ରାଜସ୍ଥାନ ଯିବା। ଖରା ବହୁତ ଅଛି, ଆରମ୍ଭ ହେଇଗଲାଣି। ଏଇଠି ସିନା ଅଲଗା ଅଲଗା ଜାଗାରେ କୋଉଠି କୋଉଠି ବର୍ଷା ହଉଛି, ଖରା ବହୁତ। ତେଣୁ ବ୍ରେକଫାଷ୍ଟ ଖାଇଲା ପରେ ଗାଡିରେ, ଆଚ୍ଛା ବହୁତ ଲୋକ ନ ଗଲେ କିଛି ଜଣ ଯିବେ, ଯିଏ ଯିଏ ଯାଇଛନ୍ତି ସେ ଭିତରେ ଆପଣ ନିଜେ ନିଜେ ଭାବିବେ। ଆମେ ଗଲେ ଏଣ୍ଡ ଗାଡି ଚଲାଉଛି। ଆଜିକାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଗୁଁ ଦି ତରଫର ବାଲି ଏବଂ ସଡ଼କ ଅଛି, ଗଲାବେଳକୁ ଆପଣ ଦେଖୁଛନ୍ତି କଣ? ଆହେ ଜଳ ହିଁ ଜଳ, ପାଣି। ଏବଂ ଏଇ ଯୋଉ ହରିଣ ଯାକ, ଏଇ ମୋର ପିଞ୍ଛ ଯାକ ସବୁ ଦୌଡୁଛନ୍ତି, ଏ ସବୁ ସତରେ କଣ ପାଣି ଥିଲା କି? ତ ଆମେ 5 ବର୍ଷ ତଳେ ମୁଁ ନେଇକି ଯାଇଥିଲି। କେବେ ଯାଇଥିଲି ସ୍ୱାମୀଜୀ? ହେ ମୁଁ ତ ଜାଣିନଥିଲି। ହଉ, ଆମେ ଯୋଉମାନେ ଯାଇଥିଲେ ମୋ ସହିତ, ସେ ସବୁ ଦେଖିଛନ୍ତି ପାଣି ହିଁ ପାଣି। ତାପରେ ମୁଁ କହିଲି ଚାଲ, ସେତେବେଳେ ଯାଇନଥିଲ ନା? ହଁ, ଯାଇଥିଲୁ ନା? ଓକେ, 10-15 ଜଣ ଯାଇଥିଲେ। ବର୍ତ୍ତମାନ ଚାଲ, ଆଜି 22 ମାର୍ଚ୍ଚ, ବର୍ତ୍ତମାନ ଯାଅ। ଆମେ ପହଞ୍ଚିଲେ ସେଇଠି, ବର୍ତ୍ତମାନ ବି ପାଣି। ସେତେବେଳେ ବି ପାଣି ଦେଖୁଥିଲେ, ଏବେ ବି ପାଣି ଦେଖାଯାଉଛି। ତ ସେତେବେଳେ ପାଣି ଦେଖାଯାଉଥିଲା, ପାଣି ସତ୍ୟ ନା ମିଥ୍ୟା?
ମିଥ୍ୟା। ହଁ, ଏବେ ବି ପାଣି ଦେଖାଯାଉଛି। ପାଣି ସତ୍ୟ କି ମିଥ୍ୟା? ପାଣି ମାନେ ଜଳ, ମିଥ୍ୟା। ତ ଦେଖାଯାଉଥିଲା ସେତେବେଳେ, ଏବେ ବି ଦେଖାଯାଉଛି, କଣ୍ଟିନ୍ୟୁ। ମିଥ୍ୟା ହେଲା ପରେ ମଧ୍ୟ ଦେଖାଯାଉଛି ନା, ଆକୁ ମନା ତ କରିହବନି ନା। ହଁ, ଜଗତ ମିଥ୍ୟା, ଜଗତ ଦେଖାଯାଉ, ତମକୁ କିଛି ଅସୁବିଧା ନାହିଁ, କିନ୍ତୁ ତମେ ଅଜ୍ଞାନ ଯୋଗୁ ଦେଖାଯାଉଛି ଏବଂ ଇଏ ମିଥ୍ୟା, ଏଇଟା ଭାବିବ ବାସ୍। ଏଇଟା ତମେ ଭାବୁନ, ଜଗତକୁ ସତ୍ୟ ଭାବୁଛ। ସାଂଖ୍ୟ ଦର୍ଶନ ତମର 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 ବାଦ ହିଁ ପରିଣାମ ବାଦ। ତମେ ଈଶ୍ୱର ହିଁ ପ୍ରକୃତି ହିଁ ସବୁ କିଛି ହେଇଗଲା, ରହିବ ପରମାନେଣ୍ଟ। କୋଉଠି ପରମାନେଣ୍ଟ ରହୁଛି? ଶୋଇଲେ ପରେ ଜଗତର ରହୁନି, କଲ୍ପିତ। ତମେ ଏହା ମାନ। ଈଶ୍ୱର କନସେପ୍ଟ ମଧ୍ୟ ନିୟାମନ ଦୃଷ୍ଟିରୁ, ଇଏ ବ୍ୟବହାରିକ ପକ୍ଷ। ଥରେ ଯେତେବେଳେ ତମେ ଇଏ ମାୟା ଭାବିବ, ଅଜ୍ଞାନ ସବୁ ନଷ୍ଟ ହେଇଯିବ। ଅଜ୍ଞାନ ହଉଛି ମାୟାର କାର୍ଯ୍ୟ। ଏଇଟା ବୁଝିଯିବ, ତାହେଲେ ଆମକୁ ଆଉ କିଛି ଅସୁବିଧା ନାହିଁ। ତମେ ତମର ସାଂଖ୍ୟବାଦ ରଖ, ମତେ ବୁଝ ତ ଏଟଲିଷ୍ଟ। ତମେ ଯୋଉ, ଆଚ୍ଛା ଆଉ ଗୋଟେ ପଏଣ୍ଟ, ଜୀବକୁ ତମେ ଅନେକ ମାନିକି ବସିଛ, ତା ହବନି? କଣ ହବନି? ଜୀବକୁ ତମେ ଯଦି ଅନେକ ମାନିବ, ହଁ, ତେଣୁ ଫିର ବନ୍ଧନ ମୋକ୍ଷ ହବନି ରେ ବେଟା। बंधन मोक्ष फिर मुश्किल हो। केमती? हबनी। केमती? आमे तो जीव को अन्य कहूछु। जीव को अनेक मानले ना आब तमे कहछन जीव को अनेक मानिले सांख्य दर्शक मते टिके बुझिया ପାଇଁ दियंतो मोर बड़ा कंफ्यूजन मु हे जाउछि। कौन हला कह? सांख्य दर्शन कहछु। ମୁଁ ଟିକେ ଭଲରେ ବୁଝିକି କହୁଛି। ଆପଣ କଣ କହୁନୁ ତୁ? ମୁଁ ବସିଛି ତ। କହୁଛନ୍ତି, ଆପଣ ଯୋଉ କହୁଛନ୍ତି ଜୀବକୁ ଅନେକ ମାନ ନେଇ, ହଁ, ଯଦି ଜୀବକୁ ଅନେକ ମାନିବାନି ବନ୍ଧନର ମୋକ୍ଷ ହବ କାହାକୁ? ବନ୍ଧନ ମୋକ୍ଷ ବ୍ୟବସ୍ଥା ପାଇଁ ତ ଜୀବକୁ ଅନେକ ମାନିବାକୁ ପଡିବ। ମାନେ ତୁ ଭାବୁଛ ଜୀବ ଅନେକ ମାନିଲେ ବନ୍ଧନ ମୋକ୍ଷ ମାନିବାକୁ ପଡିବ ନା? ସେମିତି କିଛି କାରଣ ନାହିଁ। ଆଚ୍ଛା, କେମିତି କାରଣ ନାହିଁ? ଆରେ ये बंधन मोक्ष जीवर नानात्वर ଯୋଗୁ ହଉନି। हे भगवान, जीवर नानात्व ଯୋଗୁ बंधन मोक्ष ହଉନି ନା? ନାଇଁ। फिर बंधन मोक्ष का ପାଇଁ? ଆରେ ପ୍ରଥମରୁ କହିଥିଲି ନା, କଣ? ଅବିବେକ ଯୋଗୁ, ଅଜ୍ଞାନ ଯୋଗୁ। ଆଉ ଅଜ୍ଞାନ କାହାର? ତମ ମାୟା। ତମେ ବି ପ୍ରକୃତି ମାନୁଛ ନା? ତମ ଭିତରେ ଆମ ଭିତରେ ଫରକ ରେ ବେଟା। ତମେ ପ୍ରକୃତିକୁ ସତ୍ୟ ମାନୁଛ, ଆମେ ପ୍ରକୃତିକୁ ମିଥ୍ୟା ମାନୁଛୁ। ପ୍ରକୃତି ଆମର ଯୋଉ ବ୍ରହ୍ମର ଗୋଟେ ଅନିର୍ବାଚନୀୟ ଶକ୍ତି, ଦୁର୍ଘଟନୀୟ ଶକ୍ତି, ଏହା ମାନୁଛୁ। ତ ଆହୁରି ଟିକେ ମୁଁ ପ୍ରକୃତି ବିଷୟରେ କହିବି, ମାୟା ବିଷୟରେ। ଆମେ ବେଶୀ ମାୟା ଶବ୍ଦ କହୁଛୁ, ତେଣୁ ଆମ ନାଁ ବଦନାମ ହେଇଛି ମାୟାବାଦରେ। ଡଜଣ୍ଟ ମ୍ୟାଟର, वी एक्सेप्ट इट। ଆମେ ମାୟା 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 ହେବାରୁ ଆମର ଯେ ପ୍ରଭୁପାଦ ଇସ୍କନର ସିଏ ଆମ ମାନଙ୍କୁ ମାୟାବାଦ, ଶଙ୍କରାଚାର୍ଯ୍ୟଙ୍କୁ ମାୟାବାଦ କହିଲେ। ଆମର ମାୟାବାଦ ନୁହଁ, ଆମର ଅଦ୍ୱୈତବାଦ। ଏ ଦ୍ୱୈତକୁ ହଟେଇବା ପାଇଁ ଆମେ ମାୟାକୁ ଏକ୍ସକୁ ଆଣୁଛୁ। ଆମେ ମାୟାକୁ ମଧ୍ୟ ସ୍ୱୀକାର କରୁନୁ। ତମେ ଆମର ମାୟାକୁ ଠିକରେ ବୁଝିନ, ସେଥିପାଇଁ ଆମକୁ ମାୟା ମାୟା ହଉଛ। ତମେ ମାୟାରେ ପଡୁଛ। वी आर रिलैक्स। ତ ଶୁଣ, ହଁ, ମେନ୍ ପଏଣ୍ଟ ଆସ କଣ? ଏ ବନ୍ଧନ ମୋକ୍ଷ ଜୀବର ନାନାତ୍ଵ ମାନିଲେ ହବ ବୋଲି ତୁ ଯୋଉ କହୁଛୁ, ତା ଦରକାର ନାହିଁ। ବିନା ନାନାତ୍ୱରେ ବି ବନ୍ଧନ ମୋକ୍ଷ ହବ। କଣ ନା? ମାୟା ତ କାମ ନା, ମାୟା ହିଁ କରିଦଉଛି। 2 3 3 हाँ। बंध मोक्ष व्यवस्थार्थम बन्ध मोक्ष व्यवस्थार्थम्
आत्मनानात्वमिष्यताम् आत्मनानात्वम् इष्यताम् इति चिन्न यतो माया इति चेन्न यतो माया व्यवस्थापयितुं क्षमा। व्यवस्थापयितुं क्षमा। क्षमा माने क्षमा मागिवानो, क्षमा माने समर्थ, क्षमा रु क्षमा स्त्रीलिंग, क्षमा कहेंगे माया ना, माया होचे क्षमा ମାନେ ସକ୍ଷମ ଓ ଏମିତି ଶବ୍ଦ, ହଁ ଏମିତି ଶବ୍ଦ। ତୁମେ କଣ ମାନୁଛ? ପୁରୁଷ ବା ଜୀବାତ୍ମା, ଜୀବ ହିଁ ବେଶୀ ସେମାନେ ପୁରୁଷ ଶବ୍ଦ କହନ୍ତି ସାଂଖ୍ୟରେ, ସେଥିପାଇଁ ପ୍ରକୃତି ପୁରୁଷ, ଜୀବାତ୍ମା ଶବ୍ଦ କହନ୍ତିନି। ବେଦାନ୍ତରେ କଣ ସବୁବେଳେ ଆତ୍ମା ଆତ୍ମା ପରମାତ୍ମା ପରମାତ୍ମା, ପରମାତ୍ମା ଶବ୍ଦ ମାନେ ଆମମାନଙ୍କୁ ବଢିଆ ଲାଗେ। ବ୍ରହ୍ମ ଶବ୍ଦ ମାନେ ବଢିଆ ଟପ୍, ପରମାତ୍ମା ବ୍ରହ୍ମ ଏ ଦିଟା ଶବ୍ଦ ଆମମାନଙ୍କୁ ଭଲ ଲାଗେ। ସେମାନଙ୍କର ପୁରୁଷ, ସେମାନେ ପୁରୁଷ ଅନେକ ମାନୁଛନ୍ତି। ଯୋଉ ପୁରୁଷର ଜ୍ଞାନ ହବ ସିଏ ମୁକ୍ତ ହବ, ଅନ୍ୟ ପୁରୁଷର ମୁକ୍ତ ହବନି। ଗୋଟିଏ ପୁରୁଷ ଯଦି ବନ୍ଧନରେ ପଡ଼ିଲେ ଅନ୍ୟ ପୁରୁଷର ପ୍ରଭାବ ପଡ଼ିବନି, ସେଇ ପୁରୁଷର ସୁଖ ଦୁଃଖ ସିଏ ହବ। ଏଇଟା କରେକ୍ଟ। କିନ୍ତୁ ଏ ଯୋଉ ପୁରୁଷର ତମେ ମାନୁଛ, ତମେ ଶୋଧନ କରୁନ। ପୁରୁଷ ଭିତରେ ଯୋଉ ଅଜ୍ଞାନ ଅଛି, ଯୋଉ ବାସନା ଅଛି, ଯୋଉ ଜୀବାତ୍ମା ଅଛି, ତାକୁ ତମେ ଦୂର କରୁନ। ତମେ ଯୋଉ ପଞ୍ଚକ୍ଲେଶ ଯୋଗ ତମର ଭାଇ ମାନୁଛି, ପଞ୍ଚକ୍ଲେଶ ସେ ରହିବ ଯେମିତି ସେମିତି। କାରଣ ତମେ ସ୍ୱୀକାର ବି କରୁଛ ନା, ଜୀବ ରହିବ, ଜଗତ ରହିବ, ଈଶ୍ୱର ରହିବ। ଏ ତ୍ରୈତବାଦ ଭଳିଆ ତମରୁ ହିଁ ନେଇଛନ୍ତି ଆମର ସ୍ୱାମୀ ଦୟାନନ୍ଦ। ସତ୍ୟତାକୁ ସ୍ୱୀକାର କରୁଛ, କିନ୍ତୁ ତାହା ନୁହଁ। ଆମେ ଯୋଉ ପୁରୁଷ କହୁଛୁ, ଯେତେବେଳେ ଆମେ ମାଟିରେ ଲଗା ହେଇଥିବ ସେ ଛୁଆ ଭଳିଆ ଦେଖୁନା, ଆମେ ସବୁ ସଫା କ୍ଲିନ୍। ତମେ କଣ କରୁଛ? ଜଳାକାଶକୁ ହିଁ ସତ୍ୟ ମାନୁଛ। ଆମେ କହୁଛେ ନାଇଁ ବାବା, ଜଳାକାଶ ଯାହା ଦ୍ୱାରା ରହୁଛି, ଘଟାକାଶ ଯେ କୂଟସ୍ଥ ସିଏ ସତ୍ୟ। କିନ୍ତୁ ଜଳାକାଶ ରହିବ କି ନାହିଁ? ରହିବ, ରହୁଥାଉ, କିଛି ଅସୁବିଧା ନାହିଁ, ବ୍ୟବହାର ହବ। ତେଣୁ ମନେ ରଖିଥାଅ କଣ କି ବନ୍ଧନ ଓ ମୋକ୍ଷର ବ୍ୟବସ୍ଥା ପାଇଁ ଜୀବର ନାନାତ୍ଵ ଯୋଗୁଁ ହିଁ ହେଲା। ଏବଂ ତମେ ବି କହୁଛ ନାଇଁ, ତମେ ବି ମାନୁନ। ଆମେ କାହିଁ ମାନିବୁ? ଆମେ ତ ଜୀବକୁ ହିଁ ମିଥ୍ୟା ମାନୁଛୁ, ଆମେ କାହିଁ ମାନିବୁ? କିନ୍ତୁ ଯେହେତୁ ବନ୍ଧନ ଏବଂ ମୋକ୍ଷ, ତମେ ଜୀବର ନାନାତ୍ଵ ଯୋଗୁଁ ହିଁ କହୁଛ। କାରଣ ଯଦି ଜୀବ ଏକ ହେଇଯିବ, ତମେ କହୁଛ ଗୋଟେ ବନ୍ଧନରେ ପଡ଼ିଲେ ସମସ୍ତେ ବନ୍ଧନ, ଗୋଟେ ମୋକ୍ଷ ପଡ଼ିଲେ ସମସ୍ତେ ମୋକ୍ଷ। ଏଇଟା ତମର ସିଦ୍ଧାନ୍ତ, ଏଇଟା ତମର ତର୍କ। ହଁ, ସ୍ୱାମୀଜୀ ବड़ा କଠିନ ହଉଛି, କେବେ କେମିତି ନା ଏମିତି ଆଉ କଠିନ ବୁଝି ହଉନି। ଏ ଯେତେବେଳେ ଦର୍ଶନ କଥା ଆସୁଛି ନା, ଡର ଲାଗି ଯାଉଛି, ମୁଣ୍ଡରେ ପଡୁନି ବିଲକୁଲ। फिर वो जीव सत्य ये ସିଏ ଆଂ କଡ଼ କଡ଼ କଣ କହୁଛନ୍ତି, ବୁଝି ହଉନି, ବୁଝି ହଉନି। ହଁ, ହଁ, ବେଷ୍ଟ କଣ ବେଷ୍ଟ? ଆଉ ଥରେ ଶୁଣ। ଓ, ନ ବୁଝିଲା ମାନେ ଆଉ ଥରେ ଶୁଣିବାକୁ ପଡିବ ନା? ନା ଆପଣ ତ କହୁନାହାନ୍ତି। ଆରେ ମୁଁ କହୁନି, ୟୁଟ୍ୟୁବ ତ ଅଛି ନା, ରେକର୍ଡିଂ ତ ଅଛି, ଭଲ ଶୁଣ। ଓ ଏମିତି କଥା। ହଁ, ଆଚ୍ଛା, ବିନା ଶୁଣିବାର ଉପାୟ? ବିଲକୁଲ ଉପାୟ ନାହିଁ, ଏଇଟା ହିଁ କରିବାକୁ ପଡିବ। ବୁଝୁନ ତ ଶୁଣିବ ବାରମ୍ବାର। ଓହୋ, ଓକେ, ତାହେଲେ ଏବେ ହିଁ ଶୁଣିବି। ଭଲେ ଶୁଣ, ତାହେଲେ ଏବେ ହିଁ ଶୁଣ, ଲିସନ ଆଟେଣ୍ଟିଭଲି। ହୁଁ, ତୁମର ଯୋଉ ତର୍କ ସାଂଖ୍ୟ ଦର୍ଶନର, କି ନାଇଁ ଜୀବର ନାନାତ୍ୱରେ ହିଁ ବନ୍ଧନ, ଆରେ ବାବା,
बंधन मोक्ष जीवर नाना तोर दरकार नहीं। फिर किए कर माया। माया ही समर्थ से आम माया को तो बढ़िया उच्च आसन दौच तुम आम मान मायावादी जो कौच आम मैंने मायार उच्च आसन दौच। जीव बंधन मोक्ष जीवर नानात्व जो तुम्हें भावुच आ तुम कौच ना आमको स्वीकार करा पड़ो आम कहीं स्वीकार कर आम आवश्यक नहीं। आम जीव को एत महत्व दौनु। जीव हूँ चिदाभास। आम महत्व दौचु माया को। ये जगत केमती है कौन है बहुत आम माया द्वारा समाधान कर दौचु। कारण तुम प्रोब्लेम कौन हम जानिच ना कौन तमें जीव अनेक मानुच एवं बंध मोक्ष को आणुच तो मुस्किल हो केमती जड़े बंधन रे पड़े समस्ते बंधन जड़े मोक्ष रे पड़े समस्ते मोक्ष एमती हो तुम। ओहो। किंतु जीव को जदि तुम चिदाभास कल्पना मानिब बस मायार कल्पना जो होइछि। आओ अद्वैत सत्य किए तत्व एटा एण जीव जीव को पुरुष को परमानेंट भाविके करवा उचित नुह किसी आवश्यक नहीं। एटा मन रख। बर्तमान शुण माया विषय में बुझाऊँ तबे तुम क्लीयर हो। अच्छा। हाँ। दुर्घट दुर्घट्यायामीति दुर्घटं घटयामीति विरुद्धं किन्न पश्यसि। विरुद्धं किर्ण पश्यसि। वास्तवो बन्धमोक्षौ तो वास्तवो बन्धमोक्षौ तु श्रुतिना सहते तराम। श्रुतिर्न सहते तराम्। देखो बाबा क्या ना कौन कहते ଆପଣ ना ये जो माया ना हाँ दुर्घटम घटयामि इति विरुद्धम किम न पश्यसि। माया असंभव को संभव करके दिखा तुम ये होची मायार दुर्घटत्व। दुर्घटत्व माने जो घटना नहीं अघटना घटना पटी ऐसी माया। तमें एटा कहीं देखुन विचार कहीं करना ये मायार लक्षण है। ये सब जो किछ हो सब माया। तमें जगत को सत्य मान देच ईश्वर को भी सत्य मान देच कि ये सब मायार लक्षण जगत सत्य नहीं। आकाश को नीलिमा मान जाइच ये जो रेगिस्तान रो पानी कथा कहते तमें मानि जाइच नहीं 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 प्रथम भी देखुली बर्तमान देखुची एणु प्रथमे भी थिला देखुली देखुची प्रथमे भी थिला एबे भी रहिबो ना। प्रथमे भी देखिथिलो किंतु नथिला एबे भी देखुच नहीं। ये सब माया जो होची मायार कार्य ये विक्षेप जहाँ नहीं ताहा देखा जाओ तो ये माया जो हम आउ मन रखता कौन श्रुति मध्य उपनिषद मध्य हाँ ये वास्तविक बंधन मोक्ष स्वीकार करूने। बंधन मोक्ष ये तो काल्पनिक वास्तविक नो। रामचरित मानस रे से बड़ा कहते सो माया बस भयउ गोसाई बंध्यो कीर मरकट के नाई। अरे सो माया बस भयउ माया जगो कीर माने कौन जानछन ना तोता कीर तोता ଆପଣ ଜାଣିଥିବେ ପିଲାବେଳେ ବା ତୋତା ମଧ୍ୟ ତୋତାକୁ ଏମିତି ଗୋଟେ ଅ, ଦଣ୍ଡାଟେ ଥିବ ସେ ଏମିତି ଗୋଟେ ପ୍ଲାନିଂ ହେଇଥିବ ତୋତା ବସିବା ମାନେ ସେ ଗୋଟେ ଉଲ୍ଟି ଯିବ। ବର୍ତ୍ତମାନ ତୋତା ବସିଲା ତୋତା ଉଲ୍ଟି ଗଲା ଡଣ୍ଡା ଯୋଗ ସେଟିଂ ଛୁଲା ଭଳିଆ ହେଇଥିବ ସିଏ ବର୍ତ୍ତମାନ ବड़ा ମୁସ୍କିଲ ହେଇଗଲା। ତୋତା ଭାବୁଛି ହଁ
कि ଦଣ୍ଡା ତ ମତେ ଉଲଟେଇ ଦେଲା, ମୁଁ ବର୍ତ୍ତମାନ ଛାଡ଼ିବି ତ ପଡ଼ିବି। ଆଉ ଡରି ମାରିକି ସେ ଛାଡ଼ିନି, କେଁ 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 କରେ। ଏଇ ବାହାନାରେ ଧରିବା ପାଇଁ ଧରି ଦିଅନ୍ତି। ଧରିବାକୁ ତ ପଡିବ ନା, ତ ତାକୁ ଧରିବାର ସିଷ୍ଟମ ବାସ୍। ଏ ଚୁହାକୁ ତ ଏଇଟା ତ କମନ ନା, ଚୁହାରେ ଧରିଲେ ଚୁହା ଭିତରକୁ ଯିବ, କଡ଼ାକ ପଶିଗଲା। ତ ବର୍ତ୍ତମାନ କହୁଛ ତୋତା ଭାବୁଛି କି ବର୍ତ୍ତମାନ ମତେ ଏଇ ଯୋଉ ରस्ସିଟା ୟା ତ ଏ ଛୋଟା ଇଏ କଣ ସେଟା ୱାୟାରଟା ବା ଲକଡିଟା ବା ରଡଟା ବର୍ତ୍ତମାନ ଧରିଛି। ସତରେ ରଡ୍ ଧରିଛି କି ତାକୁ? ବରଂ ତ ସିଏ ରଡ୍କୁ ଧରିଛି। ତ ମାୟାବଶ ସେ ଭାବୁଛି। ବନ୍ଧନଟା କଣ, ଏଟା ମିଥ୍ୟା କି ନାହିଁ? ସତରେ ବନ୍ଧନ ଅଛି? ତୋତା ମାନୁଛି କି ବନ୍ଧନ? ଛାଡ଼ିଦିଅ, କିନ୍ତୁ ଛାଡୁନି। ସେ ଭାବୁଛି ନାଇଁ ମତେ ଧରିଦେଇଛି, ମୁସ୍କିଲରେ ଉଲ୍ଟି ଗଲିଣି। ଆଚ୍ଛା, ମାଙ୍କଡ। ଆପଣମାନେ ତ ସମସ୍ତଙ୍କ ମୋବାଇଲ ଥିବ, ମଝିରେ ମଝିରେ ରିଲ୍ ଦେଖୁଥିବେ, ଏ ମାଙ୍କଡ ମାନେ କେମିତି ଆସୁଛନ୍ତି। ଓଡିଶାର ବୋଧେ କୋଉ ସ୍ତ୍ରୀ ଝିଅ ପାଖକୁ, ସ୍ତ୍ରୀ ପାଖକୁ ଆସେ, ବସେ, ଖାଏ, ମୁଣ୍ଡ ଉପରେ ବସେ, ଆଶୀର୍ବାଦ। କୋଉଠି କୋଉଠି ପ୍ରବଚନରେ ଆଶୀର୍ବାଦ ଦିଅନ୍ତି, କୋଉଠି କୋଉଠି ମନ୍ଦିରରେ ଥାଆନ୍ତି, ସମସ୍ତଙ୍କୁ ଏମିତି 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 ଇଏ ଦିଅନ୍ତି, ଆଶୀର୍ବାଦ ଦିଅନ୍ତି। ଏ ସବୁ ଇଣ୍ଟରେଷ୍ଟିଂ ଥିବ, ହାଉ ଦେ ଆର୍ ଭେରି କନେକ୍ଟେଡ। ଏ ହାତୀ ଯାକ, ଛୋଟ ଛୋଟ ହାତୀ ଯାକ ଛୁଆ ମାନଙ୍କ ସହିତ ଖେଳୁଥିବେ। ହାତୀ ଗୋଟେ ମଜା ବି କରେ, ବସିଥିବ ସିଏ, ସିଏ ଶୋଇଥିବ ତାର, ଯାଉ ଥାଇଲାଣ୍ଡ, ଭିଏତନାମ ଆଦି ଯୋଉଠି ଯୋଉଠି ଥିବ, ଶ୍ରୀଲଙ୍କା ଆଦି, ସେ ତଳେ ଚାଇନା ଭାଷା ସବୁ ଦଉଛି। ସେ ଇଏ ଗୋଟେ ଆସିବ ହାତୀ, ମଜା କରିବ, ତାକୁ ଶୁଏଇ ଦବନି, ଏମିତି ଏମିତିଆ ଯେମିତି ଆମର ବି ହୁଏନି। ପୁଅ ଝିଅ ବା ପରିବାର ଥିବ, ଜାଣିଥିବ, ଆରେ ଶୋଇଛି ତଥାପି ସେ କରିବ ହଇରାଣ, ଏମିତି। ହୁଁ। ମାଙ୍କଡ କଣ କରେ, ଗୋଟେ ମାଠିଆ, ଯିଏ ମାଙ୍କଡକୁ ଧରିବା ଲୋକ ନା, ସେ ଜାଣିଛନ୍ତି ମେଥଡ। ମାଠିଆରେ ଚଣା, ମାଙ୍କଡ ଅନେକ ପସନ୍ଦ କରନ୍ତି, ୱାନ୍ ଅଫ୍ ଦ ବେଷ୍ଟ ପସନ୍ଦ ହଉଛି ଚଣା। ଚଣା ବୁଝୁଛନ୍ତି ନା? ଚନା। ତ ଇଏ ଚଣାକୁ ସିଏ ରଖିଦିଅନ୍ତି ଗୋଟେ ମାଠିଆରେ, ଯୋଉଟାକୁ ମୁହଁ ମାଙ୍କଡର ହାତ ଯିବ। ତ ମାଙ୍କଡର ହାତ ପଳେଇଗଲା ମୁହଁକୁ। ଆପଣ ମାନ ଆମେ ମାନେ ବି କରିବା, ଏମିତି ଗୋଟେ ସୁରାଇଟେ ଥିବ, ବର୍ତ୍ତମାନ ହାତ ପଳେଇଗଲା, ମୁଠା କଲା ବେଳକୁ ଆଉ ବାହାରୁନି। ନାରାୟଣ। କାରଣ ମୁଠାରେ ଆମେ ଚଣା ଧରିଛେ, ବର୍ତ୍ତମାନ ସେ ଚଣା ଛାଡୁନି ବି, କାରଣ ଚଣା ମିଳିଛି ତ କାହିଁକି ଛାଡିବା। समझ रहे हो ना? बंदर क्या करता है, अंदर घुसता है, माने उसका हाथ जाता है, हाथ चला जाता है ऐसे ही, और उसमें जब मुट्ठा कर दिया तो वो बड़ा हो गया। और जब बड़ा हो गया हुआ ना, वो क्या सोच रहा है, ये तो बड़ा मुश्किल हो गया, क्या कि ये मटकी मुझे पकड़ लिया, ये तो हांडी मते धरदेला ना, से छाड़ुनी। ସେଥିପାଇଁ ତୁଳସୀଦାସ ଲେଖୁଛନ୍ତି, ସୋମାୟା ବସ ଭୟଉ ଗୋସାଇ, ବନ୍ଧ୍ୟ କୀର मरकट की नाई। बंध्यो तोता, कीर, मरकट, मरकट, है ना? तो ये कौन सब बंधन किए सତରେ ଧରିଲା କି ନାଇଁ? ସତରେ କିଏ କଲା କି ନା? ଆଉ ଗୋଟେ ଏକ୍ସାମ୍ପଲ, ବନ୍ଧନ। ସେଥିପାଇଁ ଆମର ଉପନିଷଦ ଗଙ୍ଗାରେ ଗୋଟେ ସିରିଏଲ ଅଛି, ବନ୍ଧନ। ଠିକ ଅଛି। ତ ଇଏ ଯୋଉ ବନ୍ଧନ କଣ ହେଇଛି, ବନ୍ଧନ, ଜଣେ ଅଟୋ ବାଲା ଥିଲା, ତାର 10ଟା ଓଟ ଥିଲା, ସେ ନେଇକି ଯାଉଥାଏ। ଭାବିଲା ବର୍ତ୍ତମାନ ରେଗିସ୍ତାନରେ ଥିଲା, ଗୋଟେ ଆଶ୍ରମ ଦେଖିଲା, ରାତିରେ ଏଠି ରହିଯିବେ। तो रात्रि रही जी, पचारला कि मैं रह सकता हूँ ना? हाँ, आश्रम है, मैं जो रोटी फोटी बनाता हूँ, बस तुम भी खा लेना। तो ठीक ଅଛି, ତାହେଲେ ମୁଁ ମୋର ଓଟ ଯାକ ସବୁ ମୁଁ ବାନ୍ଧି ଦଉଛି। ଏ ସମସ୍ତଙ୍କୁ ବାନ୍ଧିଲା, 10 ନମ୍ବର ଓଟ ବେଳକୁ ରସି ମିଳିଲାନି। ଏ 10 ଓଟ କୋଉଠି ଗୋଟେ ପକେଇ ଦେଇଛି। ଆସି କହିଲା କି ରସି ଅଛି କି? ନାହିଁ ରେ ବାବା, ମୋ ପାଖରେ ଆଉ ରସି କୋଉଠି ଆସିବ? ଗୋଟେ କାମ କର, ତୁ ଯେମିତି ବାନ୍ଧୁଛୁ ନା, ସେମିତି ବାନ୍ଧିବାର ଆକ୍ଟିଂ କରିକି ତାକୁ ବସେଇ ଦେ। ସିଏ ଗଲା, ହଁ ଇଏ ରहा ରସ୍ସି। ଏ ବड़ा ସୁନ୍ଦର ଷ୍ଟାଇଲରେ 20-22 ମିନିଟର
उपनिषद गंगा बंधन मत लगे ये देखा चाहिए ना उपनिषद गंगा बंधन ये लिखु से आसो से नंबरटा जना ना ना केते नंबर थी उपनिषद गंगा बंधन लिखिदेले आसो तो जाओ देन अब खुंटा रहा ये रहा खुंटा ये रहा रस्सी ये बांधिली बसे बसीगला सी जानी बाबा कहते मत एक्टिंग करा पड़ो मु करी करदेला सी जानी बंधन सतरे नाही मु बांधिनी बाकी 9 जन को रस्सी थिला बांधीची आकु केवल बाबा कहवा जो एमती एमती एक्टिंग कली सकाळ है खाइला शोला सकाळ है बाबा भी पूजा कर ये भी गाधे की पूजा कला बर्तन मु जाऊँगी कहले ठीक अच्छे कौन टे खाई देकी जा सत्तु फत्तु थिला खाईदेला बर्तन 9टा जा खोलदेला आउ 10 नंबर खोललानी कारण से भाविला कि आकु तो करनी किसी कौन खोली एरा उठू जो उठुनी है दौड़ी गला बाबा को बाबा आपने पता नहीं कौन जादू कर देले कि एटा उठुनी ना कौन है ना उठुनी आकु तुम बांधिनी अरे बाबा तू बांधिनु सीना तू सीना बांधिनु बर्तमान कौन है ओटो भाभी देछि कि मु बांधिछि बांधीरे पड़ी तेणु तू जमी खोलुचु ना खोलिवार सिस्टम हाँ खुंटरू से रस्सी एमती एक्टिंग करू तापर तार जो बेकरू एमती 2-3 थर ये करू देन कह उठ देखियो से उठियो अच्छा किंतु बांधे तो तू तो कला कर ले आग कर दिए तो करदेला दौड़ खुशी गला फिर तो सही उपनिषद गंगार नट नटी आसवे जी सूत्रधार से कथबार्ता है बर्तमान शुणु सतरे कौन घोड़ा बंधा होता कि नाई सतरे कौन मुक्त है कि नाई तो बंधन भी मिथ्या मुक्त भी बिंधी मिथ्या कारण आम भावुच आम बंधन युक्त तेणु मिथ्या बंधन को नष्ट करने गुरु कौन करते तू हूँ मुक्त शुद्ध आत्मा कहते ज्ञान द्वारा ही अज्ञान नष्ट हो कहते यहाँ हूँ तार नियम ठीक अच्छे बुझिलु ताने आपण या कहते बंधन मोक्ष ये नानात्व हुए रे बेटा केवल कौन ना माया जब हुए माया ही करे बर्तमान प्रसिद्ध श्लोक बंधन मोक्षर अवास्तव सतरे नाही उपनिषद जोटा कौच घोषणा तार दौरान ये गोटे प्रसिद्ध मंत्र कोट कोट अच्छी जानी मुझे कहबी न निरोध न चोत्पत्ति न निरोधो न चोत्पत्तिः न बद्धो न च साधक न बद्धो न च साधकः न मुमुक्षुर्न वै मुक्तः न मुमुक्षुर्न वै मुक्तः इत्येषा परमार्थता इत्येषा परमार्थता। ये डिटेल अर्थ मु काली कहबी कि कूट कूट आसी शुणु ये फास्ट हूँ आत्मा उपनिषद बोली 108 उपनिषद अच्छी 31 श्लोक है 31 31 नंबर श्लोक आत्मा उपनिषद आ गए हूँ ब्रह्मबिंदु उपनिषद अच्छी तार ये 10 नंबर श्लोक अच्छा आ गए हूँ मांडुक्य उपनिषद उपर गोड़ा का पादाचार्य जो मांडुक्य कारिका कले जो 4टी प्रकरण अच्छी वैथत्य प्रकरण आगम प्रकरण वैथत्य प्रकरण अलात शांति प्रकरण आदि से भितर वैथत्य मान मिथ्या वैथत्य प्रकरण 32 नंबर श्लोक एटा अच्छा आउ जो आम मैंने विवेक चूड़ामणि भी पढ़ी हाँ शंकराचार्य 575 575 रे भी यही मंत्रटी अच्छी ताने कौन कले ये दिजन जाक ये दादा गुरु आ प्र शिष्य दादा गुरु होचंद गोड़ा पदाचार्य तांकर शिष्य गोविंद पदाचार्य शंकराचार्य ताने कहते हैं दादा और नाती ए श्लोकटा को निज निज ग्रंथ रे
हुबहू कहते हिंदी रे माने डिट्टो नहीं आसले दिजन जग पचारिया भाई तमें नहीं आसलो कहीं ना अपनी बपौती संपत्ति आम बापा संपत्ति परंपरा संपत्ति आम आने कौन अच्छे ଆଉ ଆଣିକି ତ ଆମେ ନିଜର ବୋଲି କହୁନୁ ନା ସିଲ୍ ଏବେ ଆପଣ ଜାଣିଛନ୍ତି ନାଇଁ ଏବେ ଧୁରନ୍ଧର 2 ରେ ଗୋଟିଏ ସିନ୍ ବड़ा ମୌକା କରିଦେଇଛି କଣ ଏ ଯୋଉ ନୋଟ ବନ୍ଦୀ ହେଇଛି ନା 500,000 ସେତେବେଳେ ଆମେ ବୁଝିପାରୁନଥିଲେ କାହିଁକି ଏମିତି କଲା ବର୍ତ୍ତମାନ ଏଇଟା ଆନ୍ସାର ଅଛି କାରଣ କାରଣ ଏଇ ଯୋଉ ନୋଟ ବନ୍ଦୀ ପତା ନାହିଁ ଏମାନଙ୍କୁ ସବୁ ସତ ସତ ବଢିଆ ସୁନ୍ଦର କରିଛନ୍ତି ये जो तार जो नोट तैयारी हमार करेन्सी जो ढांचा फ्रेम जो कंपनी रो अणा है जो माने सही समय रे कांग्रेस आसरे जो मिनिस्टर थिले बापा और पुओ पुओ दायित्व बापा ही मिनिस्टर थिले फाइनेंस वाले ही होबे अब आपण खोजंतु की थिले हला एति कहि देले सेही माने कनेक्ट करचंदी सेही कंपनी पाकिस्तान को मदद देइछि बस बढ़िया एतिकी करोड़ 300 करोड़ 500 करोड़ दे दे कर से तांको आम इंडिया रो भी तांको भी दे देइछने से माने पूरा छापुचंदी आउ देन उत्तर प्रदेश माध्यम रे आसुची सेते तक मार देइछने तो बर्तमान दीटा सीन बढ़िया है गोटे हूँ ये कही देइछने प्रधानमंत्री कि ये नोट बंद क्योंकि कनेक्शन पाकिस्तान रो ये नकली बस 2-3 मिनट रो सेटा पूरा आउ गोटे डायलॉग अच्छी जो दाऊद से कुछ जब तक ये चाय वाला प्रधानमंत्री रहेगा बड़ा मुश्किल होगा हम लोगों को जीने नहीं देगा ये भी डायलॉग आ गोटे अति मार देइछन सेटा भी देखे देइछन तो कहिबार बहुल्य से स्वामी जी एग्जांपल अपन कहीं नेले नेले कि अन्य माने अन्य जो विरोध पार्टी ये सब एटा गोटे प्रोपोगंडा एटा एमते ना प्रोपोगंडा माने एटा सत्य ना तो सांगे सांगे कहउछन मिथ्या कौन खंडन करो 500 एवं 1000 यही तो कारण थिला खंडन करो से तार मजा मजारे कर फिल्म सत्यता देखे देइछि तार तो मेन भारत ପାଇଁ ଦଉଛି ନା यू शुड सी 1 and 2 तेरे टिके भारत प्रति जाने से जाओ टॉपिक हो जी तमे मिथ्या करि परिबन ना मना करि परिबन बस एटा सेमिति ये परमात्मार आत्म तत्व विषय तमे मना करि परिबन आत्मार कौन लक्षण बतेबे एवं मु जो पॉइंट कहउथली ये दिजन जाक आनी चंदी सेटो आनी चंदी उपनिषद रो अच्छे आम आनलु कौन टे बुझातु ना ओके बाबा टाइम हो गलानी काली बुझेबी ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम शांति 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 ये बड़ा दर्शन कथा बड़ा इंटरेस्टिंग ओके अच्छा आमे तो खोलुचु अरे ये कौन से ममता तू खोलिल ना कहते आमे बहुत लोग खोली पार ना कार किसी क्वेश्चन अच्छी कि खोलन तो देखे ए खोलो हरिओम करो हरिओम स्वामी जी हरिओम हाँ हरिओम स्वामी जी हरिओम खुल गया मंदिर प्रवेश स्वामी करके जी स्वामी जी अच्छा आज ही हरिओम स्वामी जी प्रणाम। हाँ गीता गीता चैंटिंग हाँ गीता चैंटिंग क्लास 9टा बेले हबो हला राति 9टा बेले गीता चैंटिंग क्लास हबो स्वामी जी वो जो आत्मोपनिषद 131 श्लोक मांडुक्य उपनिषद विवेक चूड़ामणि और एक ठो कौन सा उपनिषद से आया ब्रह्म बिंदु उपनिषद 10 नंबर श्लोक ओके हरिओम करें हरिओम स्वामी जी प्रणाम हरिओम स्वामी जी प्रणाम 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 हरिओम स्वामी जी।